ଗତକାଲି ସୁଦ୍ଧା 3 ଗୋଟି ଚକ ଶେଷ ହୋଇଥିଲା। ଆଜି ଆଉ 2 ଗୋଟି ଚକ ନିର୍ମାଣ ଶେଷ ହୋଇଛି। ତାଳଧ୍ୱଜ ରଥର 6 ନମ୍ବର ଚକ ପାଇଁ ପଇ ବିନ୍ଧ ଶେଷ ପରେ ତୁମ୍ଭସଲ ଅରରେ ପଇ ପିନ୍ଧା ଶେଷ ହୋଇଛି। 7 ନମ୍ବର ଚକର ତୁମ୍ଭରେ ସିଙ୍ଗଡ଼ା ବାଡ଼ିଆ ପରେ ମାପ ପ୍ରକାରେ ଅର କଟିଂ ହୋଇ ଅରମୁଖ ସାଲ ଶେଷ ହୋଇଛି। ସେହିପରି ଦର୍ପଦଳନ ରଥ ଗତକାଲି ସୁଦ୍ଧା 3 ଗୋଟି ଚକ ନିର୍ମାଣ ଶେଷ ହୋଇଥିଲା। ଆଜି ଆଉ 2ଟି ଚକ ନିର୍ମାଣ ଶେଷ ପରେ ଚକ ନିର୍ମାଣ ସଂଖ୍ୟା 5ରେ ପହଞ୍ଚିଛି। ଦର୍ପଦଳନ ରଥର 6 ନମ୍ବର ଚକ ଅରରେ ପଇ ପିନ୍ଧା ଶେଷ ହୋଇଛି ଏବଂ 7 ନମ୍ବର ଚକର ବଳକା ଅର କଟିଂ ପରେ ଅରମୁଖ ସାଲ ଜାରି ରହିଛି। ନନ୍ଦିଘୋଷ ରଥର ଗତକାଲି ସୁଦ୍ଧା 4 ଗୋଟି ଚକ ନିର୍ମାଣ ଶେଷ ହୋଇଛି। ଆଉ 2 ଗୋଟି ଚକ ନିର୍ମାଣ ଶେଷ ହୋଇ ନନ୍ଦିଘୋଷ ରଥର ଆଜି ସୁଦ୍ଧା ଚକ ନିର୍ମାଣ ସଂଖ୍ୟା 6ରେ ପହଞ୍ଚିଛି। ଏଥିସହ 7 ନମ୍ବର ଚକରେ ପଇ ପିନ୍ଧା କାର୍ଯ୍ୟ ଶେଷ ହୋଇଛି। 8 ନମ୍ବର ଚକ ତୁମ୍ଭର ସିଙ୍ଗଡ଼ା କଟା ଶେଷ ହୋଇଛି। ରିପୋର୍ଟ ଓଡ଼ିଶା।